ଅନେକ ଅନେକ ଶୁଭେଚ୍ଛା ଶୁଭକାମନା। ଶ୍ରୀ ରାଧା ଚରିତର ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ବିଶ୍ୱକ ଗୋପଙ୍କ କନ୍ୟା ଅଟେ, ଲଳିତା ସଖୀ। ତଥାପି ଏତେ ଶୋକଗ୍ରସ୍ତ ମୁଁ କାହିଁକି ରୁହେ? ଦୁଃଖ ସୁଖ କିଛି ବି ମୋର ନିଜର ନୁହେଁ। ମୋତେ ନିଜ ପାଇଁ କିଛି ହିଁ ଲୋଡ଼ା ନାହିଁ। ମୋ ମା ଶାରଦା ଦେବୀଙ୍କ ସହିତ କୀର୍ତ୍ତିରାଣୀଙ୍କର ମିତ୍ରବତ୍ ବ୍ୟବହାର ଥିଲା। ମୋର ଯେବେ ଜନ୍ମ ହୋଇଥିଲା, ଭାନୁ ବାବା ଏବଂ କୀର୍ତ୍ତିରାଣୀ ଆମ ଘରେ ଆସି ଆନନ୍ଦ ଉତ୍ସବ କରିଥିଲେ। ମୋ ପାର୍ଶ୍ୱରେ ନେଇ ଶୁଆଇ ଦେଇଥିଲେ ଶ୍ରୀ ରାଧାଙ୍କୁ। ବାସ୍ ସେହି ଦିନରୁ ସେ ମୋର ନିଜର ସ୍ୱାମିନୀ ହୋଇଯାଇଥିଲେ। ତା ପରଠୁ ତାଙ୍କ ମହଲରେ ଖେଳିବା, ତାଙ୍କ ବସ୍ତ୍ର ପିନ୍ଧିବା, ତାଙ୍କୁ ଖୁଆଇ ତାପରେ ନିଜେ ଖାଇବା, ଏସବୁ ମୋର ଜୀବନ ଲକ୍ଷ୍ୟ ହୋଇଯାଇଥିଲା। ବିବାହ କରିବାକୁ ଚିନ୍ତା ହିଁ କରିନଥିଲି। ଶ୍ୟାମସୁନ୍ଦର ମୋ ପ୍ରାଣ ଥିଲେ, ମାତ୍ର ସେ ମୋ ସ୍ୱାମିନୀଙ୍କୁ ହିଁ ଚାହିଁଥିଲେ। ସେହି ଦିନରୁ ମୋର ସବୁ ଇଚ୍ଛା ଶ୍ରୀରାଧାଙ୍କ ଚରଣ ତଳେ ସମର୍ପି ଦେଇଥିଲି। ଶ୍ରୀରାଧାଙ୍କର ଯାହା ଇଚ୍ଛା, ମୋର ବି ସେଇ ଇଚ୍ଛା କରିନେଇଥିଲି। ଏବେ ସ୍ଥିତି ବିଗୁଡ଼ୁଥିଲା ଦିନକୁ ଦିନ। ଶ୍ରୀରାଧାଙ୍କ ଉନ୍ମାଦ ବଢ଼ି ଚାଲିଥିଲା। ତାଙ୍କ ସହିତ ପ୍ରତି ସମୟ ମୋତେ ରହିବାକୁ ହେଉଥିଲା। ମୋ ବାବା ମା ମୋ ବିବାହକୁ ନେଇ ଚିନ୍ତାରେ ଥିଲାବେଳେ ମୁଁ କିନ୍ତୁ ଚିନ୍ତିତ ରହୁଥିଲି ମୋ ସ୍ୱାମିନୀ କିପରି ସୁସ୍ଥ ହେବେ ସେହି ଭାବନାରେ। ପ୍ରତି ମାସରେ ମୁଁ ଚାଲି ଯାଉଥିଲି ମହର୍ଷିଙ୍କ ନିକଟକୁ ଏବଂ ପଚାରୁଥିଲି ମୁଁ, ଶ୍ୟାମ ଆସିବେ ତ? ନା, ଆସିବେନି ଶ୍ୟାମସୁନ୍ଦର। ମୁଁ ଉତ୍ତେଜିତ ହୋଇଯାଏ, ବ୍ୟସ୍ତ ହୋଇ କହିଥାଏ, ମୋ ସ୍ୱାମିନୀ ଶ୍ରୀ ରାଧାରାଣୀଙ୍କ ଏପରି ସ୍ଥିତି ପାଇଁ ଦାୟୀ କିଏ? ମହର୍ଷି କିଛି କହିନଥାନ୍ତି, ଆଖି ବନ୍ଦ କରି ବସିଥାନ୍ତି। ଆଉ ଯେବେ ଆଖି ଖୋଲିଥାନ୍ତି ତ ସେତେବେଳେ ଆଖିରୁ ଅଶ୍ରୁବୁନ୍ଦା ଖସି ପଡ଼ିଥାଏ ମାଟି ଉପରେ। ମହର୍ଷି ମୋ ସାମ୍ନାରେ ହାତ ଯୋଡ଼ି ଦିଅନ୍ତି। ତୁମେ ଶ୍ୟାମସୁନ୍ଦରଙ୍କୁ ଅଭିଶାପ ଦିଅ ନାହିଁ ଲଳିତେ। ତୁମେ ତ୍ରିପୁରା ସୁନ୍ଦରୀ ଅଟ। ତୁମେ ମହାଦେବଙ୍କ ହୃଦୟରେ ସଦା ବିରାଜିତ। ବର୍ତ୍ତମାନ ତୁମେ ଶ୍ରୀ ରାଧାଙ୍କ ସଖୀ ହୋଇ ତାଙ୍କ ସେବାରେ ଅଛ ନିୟୋଜିତ। ତୁମେ ସବୁ ଜାଣିଛ। ନିଜକୁ ସମ୍ଭାଳ ଏବଂ ଶ୍ରୀ ରାଧାରାଣୀଙ୍କୁ ସମ୍ଭାଳି ନିଅ। ମୁଁ ଆଉ କ'ଣ ବା କହିଥାନ୍ତି ତାଙ୍କୁ। ପୁଣି କଥା ଆରମ୍ଭ କରନ୍ତି ମହର୍ଷି। ମୁଁ ପୁଣି ପଚାରିଥାଏ ତାଙ୍କୁ, ମିଳନ କେବେ ହେବ ଆମ ସଖୀ ଆଉ ଶ୍ୟାମସୁନ୍ଦରଙ୍କର? କିଛି ବର୍ଷ ଆଉ ଅପେକ୍ଷା। ଆହୁରି କିଛି ବର୍ଷ? ଏମିତି ତ 5 ବର୍ଷ ବିତିଗଲାଣି ମଥୁରାକୁ ଯିବାର। ଲଳିତେ, ଆଉ ପାଖାପାଖି 95 ବର୍ଷ ଅପେକ୍ଷା। ମୋ ହୃଦୟ ଯେପରି ସ୍ଥିର ହୋଇଗଲା ସେଦିନ। ହଁ ଲଳିତେ, ଆହୁରି କେତେ ଦିନ ସମ୍ଭାଳିବାକୁ ପଡ଼ିବ ତୁମକୁ ଶ୍ରୀ ରାଧାରାଣୀଙ୍କୁ? ହଁ, ମୁଁ ବୁଝୁଛି, ମାତ୍ର ଏବେ କିଛି ବୁଝି ହିଁ ପାରୁନି। ମୋ ସ୍ୱାମିନୀ ମୂର୍ଚ୍ଛିତ ଅଛନ୍ତି। ଏବେ ଯେତେବେଳେ ଉଠିବେ ସେତେବେଳେ ତାଙ୍କର ଉନ୍ମାଦ ସ୍ଥିତି କିପରି ରହିବ? ଏମିତି ଭାବି ଭାବି ଲଳିତା ସଖୀ କାନ୍ଦି ପକାଉଥିଲେ। ଲଳିତା ସଖୀ, ମୁଁ ତୁମକୁ କହୁଛି ଏବଂ ଏହା ସତ୍ୟ ମଧ୍ୟ ଅଟେ କି ଶ୍ୟାମସୁନ୍ଦର ମଥୁରା ଛାଡ଼ି ଅନ୍ୟତ୍ର ପଳାଇ ଯାଇଛନ୍ତି। ଶ୍ୟାମସୁନ୍ଦର ନିଜ ପରିବାର ସହିତ ମଥୁରା ଛାଡ଼ି ଚାଲି ଯାଇଛନ୍ତି। ଜଣେ ସଖୀ ଆସି କହିଲେ ଲଳିତା ସଖୀଙ୍କୁ। ମାତ୍ର କୁଆଡ଼େ? ମାତ୍ର ଏକଥା ସେଦାମ ଭାଇ ତ ମୋତେ କାହିଁ କହିନଥିଲେ? କିଂ କର୍ତ୍ତବ୍ୟ ବିମୂଢ଼ ହୋଇଯାଇଥିଲି ମୁଁ। କ'ଣ କରିବି, କାହାକୁ କହିବି ଭାବିକି ମୁଣ୍ଡ କ'ଣ ହୋଇଯାଉଥାଏ। ଆମେ ବୃନ୍ଦାବନବାସୀ କମ୍ ସେ କମ୍ ଏତିକି ତ ମନ ବୁଝାଉଥିଲୁ କି କୃଷ୍ଣ ମଥୁରାରେ ଅଛନ୍ତି ବୋଲି। ଆଉ ମଥୁରା ବି ଅଧିକ ବାଟ ନଥିଲା। ସେଠିକାର ଲୋକମାନେ ଯିବା ଆସିବା କରୁଥିଲେ ବୃନ୍ଦାବନକୁ। ତାଙ୍କଠୁ ବି ଆମେ କୃଷ୍ଣଙ୍କ କଥା ବୁଝି ନେଉଥିଲୁ। ଏବେ ଆଉ ସେତିକି ବି କରିହେବନି। ହେ ଶ୍ୟାମ, ହେ ସୁନ୍ଦର, ହେ ଶ୍ୟାମସୁନ୍ଦର, ହେ ପ୍ରାଣେ। ଶ୍ରୀ ରାଧାରାଣୀଙ୍କ ମୂର୍ଚ୍ଛା ଭାଙ୍ଗି ଯାଇଥିଲା ଆପେ ଆପେ। ସେ କିଛି କଥା କହି ଚାଲୁଥିଲେ ଆପେ। ଶ୍ରୀ ରାଧେ। ମୁଁ ଦୌଡ଼ି ଗଲି, ଜଳ ପିଆଇଲି। ଲଳିତେ, ଚନ୍ଦ୍ରାବଳୀ ଦିଦି କୁଆଡ଼େ ଗଲେ? ସ୍ୱାମିନୀ, ଚନ୍ଦ୍ରାବଳୀ ଦିଦି କ'ଣ ଏବେ କରିବେ? ନା, ଚନ୍ଦ୍ରାବଳୀ ଦିଦି କହିଯାଇଥିଲେ କି ସେ ମଥୁରାକୁ ଯିବେ ବୋଲି ଏବଂ ଶ୍ୟାମସୁନ୍ଦରଙ୍କ ଖବର ବୁଝିକି ଆସିବେ। ଯାଅ ଲଳିତେ, କିଛି ଖବର ବୁଝିକି ଆସ।
ମୋତେ କାହିଁ କିଛି ଭଲ ଲାଗୁନି। ମନ ବହୁତ ଅସ୍ଥିର ରହୁଛି। ଶ୍ୟାମସୁନ୍ଦର ଭଲ ଅଛନ୍ତି ତ ମଥୁରାରେ? ଯାଅ ଲଳିତେ, ସବୁ ଖବର ବୁଝିକି ଆସ ଲଳିତେ। ମୁଁ କାନ୍ଦି ପକାଇଲି। କାନ୍ଦ କାଳେ ଦେଖିନେବେ ଶ୍ରୀରାଧାରାଣୀ, ସେଥିପାଇଁ କଥାକୁ ଏପଟ ସେପଟ କରୁଥିଲି। କ'ଣ ଆଉ କୃଷ୍ଣଙ୍କ କଥା ତାଙ୍କୁ ଜଣାଇବି କି କୃଷ୍ଣ ମଥୁରା ଛାଡ଼ି ଯାଇଛନ୍ତି ବୋଲି? ଠିକ୍ ସେହି ସମୟରେ ମୁଁ ଦେଖୁଥାଏ ସମସ୍ତ ଲୋକ କଥା ହେଉଥାନ୍ତି କି ଶାସନ ଏବେ ବଦଳି ସାରିଛି। ସତ୍ତା ଏବେ ବଦଳି ଯାଇଛି ମଥୁରାରେ। ଲଳିତେ, ତୁ ଯା ଚନ୍ଦ୍ରାବଳୀ ଦିଦିଙ୍କ ପାଖକୁ, ଭଲରେ ବୁଝିକି ଆସେ କି ମୋ ଶ୍ୟାମ ଅଛନ୍ତି କିପରି। ଯା ଲଳିତେ ଯା। ମୁଁ ଚାଲିଥିଲି ମାତ୍ର କୁଆଡ଼େ ଯିବି ମୁଁ? ଏତିକି ଭାବିକି ସେହିଠାରେ ହିଁ ବସି ପଡ଼ିଲି। ହେ ବଜ୍ରନାଭ, ଶାସନ ବଦଳି ଯାଇଥିଲା ମଥୁରାରେ। ଆକ୍ରମଣ କରି ନେଇଥିଲା ଜରାସନ୍ଧ। କେବଳ ଏତିକି ନୁହେଁ, ବିଶ୍ୱର ସବୁଠୁ ବଡ଼ ଆତଙ୍କକାରୀ କାଳଯୌବନ। କାଳଯୌବନକୁ ସାଙ୍ଗ କରି ସେ ଆହୁରି ଉଗ୍ର ହୋଇ ଉଠିଥିଲା। ସେଥିପାଇଁ କୃଷ୍ଣ ନିଜେ ଏକ ସ୍ଥାପତ୍ୟକୃତି ସମୁଦ୍ର ମଝିରେ ରାତାରାତି ଦେବଶିଳ୍ପୀଙ୍କ ଦ୍ୱାରା ନିର୍ମାଣ କରିନେଇଥିଲେ। ଆଉ ଏପଟେ ମଥୁରା ଆଧିପତ୍ୟ କରିନେଇଥିଲା ଜରାସନ୍ଧ। ଆଉ ଏବେ ବି ବୃନ୍ଦାବନରେ ପ୍ରେମୀ ଲୋକଙ୍କୁ କେବଳ ପ୍ରତୀକ୍ଷା ଥିଲା ଯାହା କୃଷ୍ଣଙ୍କର। ଯେଉଁ କୃଷ୍ଣଙ୍କୁ ସେ ଖୁଆଉଥିଲେ, ନଚଉଥିଲେ, ଖେଳୁଥିଲେ, ଆଜି ସେ ଦ୍ୱାରିକାର ଅଧୀଶ୍ୱରପତି। ଆଗକୁ ଜାଣିବା ଆଗାମୀ ଅଧ୍ୟାୟରେ। ଧନ୍ୟବାଦ, ନମସ୍କାର।